ଏହି କାହାଣୀଟି ଗାଁର ସୋନୁ ବିଷୟରେ, ଯେ ପାଠପଢ଼ାରେ ଦ୍ରୁତ ଥିଲା ଏବଂ ହସ୍ତତନ୍ତ ପ୍ରତି ତାର ବହୁତ ଆଗ୍ରହ ଥିଲା। ଗାଁ ଲୋକେ କହୁଥିଲେ ଯେ ଏହା ପିଲାମାନଙ୍କର କାମ ନୁହଁ, କିନ୍ତୁ ସୋନୁ ନିଜର କଠିନ ପରିଶ୍ରମ ଓ ନିଷ୍ଠା ବଳରେ ଏହି କଳାରେ ନିଜର ନିପୁଣତା ପ୍ରଦର୍ଶନ କରିପାରିଲା। ଏହି କାହାଣୀ ଜରିଆରେ ସୋନୁ କିପରି ନିଜର କୌଶଳ ପ୍ରଦର୍ଶନ କରି ଗ୍ରାମବାସୀଙ୍କୁ ପ୍ରେରଣା ଦେଲା, ଆସନ୍ତୁ ଜାଣିବା। ଏବଂ ଏଭଳି ମଜାଦାର ଏବଂ ଶିକ୍ଷଣୀୟ କାହାଣୀ ପାଇଁ ଆମ ଚ୍ୟାନେଲକୁ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରନ୍ତୁ। ସୋନୁ 8 ବର୍ଷର, ଯିଏକି ପାଠପଢ଼ାରେ ବହୁତ ଭଲ ଥିଲା। ସେ ଛୋଟ ଥିବା ବେଳେ ତା ମାଆଙ୍କର ମୃତ୍ୟୁ ହୋଇଥିଲା ଏବଂ ତା ପିତା ସହରରେ କାମ କରୁଥିଲେ, ତେଣୁ ତା ଜେଜେମା ତାର ଯତ୍ନ ନେଉଥିଲେ। ସୋନୁକୁ ହସ୍ତତନ୍ତ ପ୍ରତି ବହୁତ ଆଗ୍ରହ ଥିଲା, କିନ୍ତୁ ଗାଁ ଲୋକେ ଏହାକୁ ପିଲାମାନଙ୍କ କାମ ଭାବୁନଥିଲେ। ସେ କହୁଥିଲେ, ହସ୍ତତନ୍ତ ହେଉଛି ବୟସ୍କ ଲୋକଙ୍କ କାମ। ସୋନୁକୁ ନିଜ ପାଠପଢ଼ାରେ ଧ୍ୟାନ ଦେବା ଉଚିତ। କିନ୍ତୁ ସୋନୁ ଏଥିପ୍ରତି ଧ୍ୟାନ ଦେଉନଥିଲା। ତା ଜେଜେମା ଜଣେ ଦକ୍ଷ ହସ୍ତତନ୍ତ ଥିଲେ ଏବଂ ସୋନୁ ତାଙ୍କ ଅଧୀନରେ ହସ୍ତତନ୍ତ ଶିଖିବା ଆରମ୍ଭ କରିଥିଲା। ଯେତେବେଳେ ବି ତା ଜେଜେମା ଓଢ଼ଣୀ ଓ ପୋଷାକରେ ଫୁଲ ଓ ପତ୍ରର ହସ୍ତତନ୍ତ କରୁଥିଲେ, ସୋନୁ ମଧ୍ୟ ଧ୍ୟାନ ଦେଇ ଦେଖୁଥିଲା ଏବଂ ଶିଖୁଥିଲା। ଜେଜେମା ତାକୁ ପ୍ରତ୍ୟେକ ସୂତାକୁ ସଠିକ୍ ନିୟନ୍ତ୍ରଣ ସହିତ କିପରି ସଂଯୋଗ କରି ସୁନ୍ଦର ହସ୍ତତନ୍ତ ତିଆରି କରିହେବ ତାହା ଶିଖାଉଥିଲେ। ସୋନୁ ଧୀରେ ଧୀରେ ଏହି କଳାରେ ପାରଙ୍ଗମ ହୋଇଗଲା। ଦିନେ ଗାଁରେ ଏକ ବିରାଟ ପ୍ରଦର୍ଶନୀ ଘୋଷଣା କରାଗଲା, ଯେଉଁଥିରେ ସବୁଠାରୁ ସୁନ୍ଦର ହସ୍ତଶିଳ୍ପ ପ୍ରଦର୍ଶିତ ହେବ। ସୋନୁ ସ୍ଥିର କରିଥିଲା ଯେ ସେ ମଧ୍ୟ ତା ହସ୍ତତନ୍ତର ଏକ ଅନନ୍ୟ ଆକୃତି ପ୍ରସ୍ତୁତ କରି ପ୍ରଦର୍ଶନୀରେ ପ୍ରସ୍ତୁତ କରିବ। ସ୍କୁଲ ପରେ ସେ ପ୍ରତିଦିନ ବସି କପଡ଼ାରେ ହସ୍ତତନ୍ତ ତିଆରି କରି ପ୍ରତ୍ୟେକ ସୂତାକୁ ସୂକ୍ଷ୍ମ ଭାବରେ ବାନ୍ଧି ଦେଉଥିଲା। ରଙ୍ଗୀନ ଫୁଲ ଓ ପତ୍ରରେ ସଜ୍ଜିତ ଏକ ସୁନ୍ଦର ଓଢ଼ଣୀ ପ୍ରସ୍ତୁତ କରିବା ଆରମ୍ଭ କଲା। ତା ହସ୍ତତନ୍ତରେ ଥିବା ପ୍ରତ୍ୟେକ ସୂତାର ସଠିକ୍ ଅନୁପାତ ଏବଂ ସନ୍ତୁଳନ ଥିଲା। ତା କଠିନ ପରିଶ୍ରମ ଓ ସୂକ୍ଷ୍ମତା ଦେଖି ଜେଜେମା ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଉଥିଲେ। ଅନେକ ଥର ସେ କହୁଥିଲେ, ସୋନୁ, ଟିକେ ବିଶ୍ରାମ ନେଇଯା, ଏତେ ପରିଶ୍ରମ କରେନା। କିନ୍ତୁ ସୋନୁ ତା ହସ୍ତତନ୍ତରେ ଏତେ ହଜି ଯାଉଥିଲା ଯେ ସେ ସମୟକୁ ବିଲକୁଲ ଧ୍ୟାନ ଦେଉନଥିଲା। ଓଢ଼ଣୀର ଅନ୍ତିମ ପର୍ଯ୍ୟାୟରେ କାମ କରୁଥିବା ବେଳେ ହଠାତ୍ ଏକ ଭୁଲ ହେଇଗଲା। ଗୋଟେ ସୂତା ଖୋଲିଯାଇ ପୁରା ହସ୍ତତନ୍ତର ଗଠନକୁ ଖରାପ କରିଦେଲା। ସୋନୁ ବୁଝିପାରିନଥିଲା କିପରି ଏହାକୁ ସୁଧାରିବ। ସେ ଦୁଃଖର ସହ ଓଢ଼ଣୀକୁ ଚାହିଁଲା। ସେହି ସମୟରେ ତା ଜେଜେମା ଆସି ତା ସମସ୍ୟାକୁ ବୁଝିଲେ ଏବଂ କହିଲେ, ପୁଅ, ହସ୍ତତନ୍ତର ଅର୍ଥ ଧୈର୍ଯ୍ୟ ଓ ସଂଯମ। ଏହି ସୂତା ଗୁଡ଼ିକ ଆମ ଜୀବନର ସୂତା ପରି ଅଟେ। ଯଦି କେବେ ଭୁଲ ହେଉଛି, ତେବେ ଭୟଭୀତ ହେବା ଦରକାର ନାହିଁ। ଧୀରେ ଧୀରେ ଏହାକୁ ସୁଧାରିବା ଦରକାର। ସୋନୁ ତାଙ୍କ କଥା ବୁଝିଲା ଏବଂ ପୁନର୍ବାର ଚେଷ୍ଟା କରିବାକୁ ସ୍ଥିର କଲା। ଧୀରେ ଧୀରେ ସେ ଢିଲା ଥିବା ସୂତାକୁ ଟାଣି ପୁଣି ସଂଯୋଗ କରି ଏହାକୁ ଠିକ୍ କରିଲା। ଏଥର ସେ ଅଧିକ ସତର୍କତାର ସହ କାମ କଲା ଏବଂ ସତର୍କତାର ସହ ପ୍ରତ୍ୟେକ ସୂତାକୁ ସଠିକ୍ ସ୍ଥାନରେ ରଖିଲା। କିଛି ସମୟ ମଧ୍ୟରେ ତା ଓଢ଼ଣୀ ପୁଣି ସୁନ୍ଦର ଦେଖାଯିବାକୁ ଲାଗିଲା। ପ୍ରଦର୍ଶନୀର ଦିନ ଆସିଲା। ସୋନୁ ନିଜେ ତିଆରି କରିଥିବା ହସ୍ତତନ୍ତ ପ୍ରଦର୍ଶନ କରିଲା। ତା କଳା ଦେଖି ଗାଁ ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ। ସମସ୍ତେ ତା ଆକୃତି ଏବଂ ସୂକ୍ଷ୍ମତାକୁ ପ୍ରଶଂସା କରିଲେ। ସୋନୁର ଓଢ଼ଣୀ ହସ୍ତତନ୍ତ ପ୍ରଦର୍ଶନୀରେ ପ୍ରଥମ ସ୍ଥାନ ଅଧିକାର କରିଲା ଏବଂ ପୁରସ୍କାର ମଧ୍ୟ ପାଇଲା। ତାର କଠିନ ପରିଶ୍ରମ ଓ ଧୈର୍ଯ୍ୟକୁ ଗ୍ରାମବାସୀ ପ୍ରଶଂସା କରିଲେ। ହସ୍ତତନ୍ତ ଭଳି କାମ କେବଳ ବୟସ୍କଙ୍କ ପାଇଁ ନୁହଁ, ବରଂ ଯୁବପିଢ଼ି ମଧ୍ୟ ଏଥିରେ କାମ କରିପାରିବେ ବୋଲି ସେ ବିଶ୍ୱାସ କରିଲେ। ସୋନୁ ଏହି ଅନୁଭୂତିରୁ ଜାଣିବାକୁ ପାଇଲା ଯେ କୌଣସି କଳା କିମ୍ବା କାର୍ଯ୍ୟର ସୂକ୍ଷ୍ମତା, ଧୈର୍ଯ୍ୟ ଏବଂ ନିୟନ୍ତ୍ରଣର ମହତ୍ତ୍ୱ ଅତୁଳନୀୟ ଅଟେ। ଏହି କାହାଣୀରୁ ଏହା ଶିଖିଲୁ ଯେ କୌଣସି କଳା କିମ୍ବା କାର୍ଯ୍ୟ ପାଇଁ ସୂକ୍ଷ୍ମତା ଏବଂ ନିୟନ୍ତ୍ରଣ ଅତ୍ୟାବଶ୍ୟକ ଅଟେ। ଭୁଲ ଆମକୁ ଉନ୍ନତି ଏବଂ ଧୈର୍ଯ୍ୟ ଶିଖାଇବାର ସୁଯୋଗ ଦେଇଥାଏ। ଯେତେବେଳେ ଆମେ ନିଜ ଭୁଲରୁ ଶିକ୍ଷା ନେଇ ଆଗକୁ ବଢ଼ିଥାଉ, ସେତେବେଳେ ହିଁ ଆମେ ପ୍ରକୃତ ଅର୍ଥରେ ସଫଳତାର ସ୍ୱାଦ ଚାଖିଥାଉ।